ବଲାଙ୍ଗୀର ନାଁଟା ଶୁଣିଲେ ମନକୁ କ'ଣ ଆସେ? ଆଜି ଆମେ ଏମିତି ଗୋଟେ ଜାଗାର କଥା କହିବା ଯେଉଁଠି ଇତିହାସ ଆଉ ବର୍ତ୍ତମାନ ହାତ ଧରାଧରି ହୋଇ ଚାଲନ୍ତି। ଗୋଟେ ପଟେ ରାଜା ମହାରାଜାଙ୍କ ଗାଥା ଆଉ ଅନ୍ୟପଟେ ଆଜିର ସଂଘର୍ଷ। ତେବେ ଚାଲନ୍ତୁ ବୁଡ଼ିଯିବା ବଲାଙ୍ଗୀରର ଏହି ରୋଚକ କାହାଣୀ ଭିତରକୁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ନୁହେଁ କି? ଗୋଟେ ଜାଗା କେମିତି ଏତେ ଦୁଇ ପ୍ରକାରର ହୋଇପାରେ, ଯେଉଁଠି ଗୋଟେ ପଟେ ଅଛି ହଜାର ହଜାର ବର୍ଷର ପୁରୁଣା ଐତିହ୍ୟ ଆଉ ଆଧ୍ୟାତ୍ମିକତା, ଆଉ ଠିକ୍ ତାର ଆର ପଟେ ରହିଛି ଆର୍ଥିକ ସଂଘର୍ଷର କଠୋର ସତ୍ୟ। ଏହି ପ୍ରଶ୍ନଟା ଭିତରେ ହିଁ ତ ଲୁଚି ରହିଛି ବଲାଙ୍ଗୀରର ପ୍ରକୃତ ପରିଚୟ। ତ ବଲାଙ୍ଗୀରକୁ ଠିକ୍ ଭାବେ ବୁଝିବାକୁ ହେଲେ ଆମକୁ ତାରେ ଦୁଇଟି ରୂପକୁ ଦେଖିବାକୁ ପଡ଼ିବ। ଏମିତି ଗୋଟେ ଜାଗା ଯେଉଁଠି ପ୍ରତି ମୋଡ଼ରେ ଗୋଟେ ଅଲଗା କାହାଣୀ। ଚାଲନ୍ତୁ ଦେଖିବା। ଆଖି ବନ୍ଦ କରି ଟିକେ ଭାବନ୍ତୁ ତ, ଗୋଟେ ପଟେ ରାମାୟଣ କାଳର ସେହି ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଠିଆ ହୋଇଛି, ଆଉ ଅନ୍ୟପଟେ ବହିଯାଉଛି ତେଲ ଆଉ ସୁକତେଲ ପରି ନଦୀ। ଏଠାକାର ପ୍ରକୃତି କେବଳ ସୁନ୍ଦର ନୁହେଁ, ଏହାର କାହାଣୀ ପୁରାଣ ସହିତ ବି ଯୋଡ଼ି ହୋଇ ରହିଛି। କିନ୍ତୁ ଏ ସୁନ୍ଦରତା ଭିତରେ ଗୋଟେ ଅଲଗା ସତ୍ ବି ଅଛି। 2006 ମସିହାରେ ଯେତେବେଳେ ଭାରତ ସରକାର ଦେଶର ସବୁଠୁ ପଛୁଆ ଜିଲ୍ଲାଗୁଡ଼ିକର ଏକ ତାଲିକା ତିଆରି କଲେ, ସେତେବେଳେ ଦେଶର 640ଟି ଜିଲ୍ଲା ଭିତରୁ ବଲାଙ୍ଗୀରର ସ୍ଥାନ ଥିଲା 250ତମ। ଆଉ ଏଇଠୁ ହିଁ ଆରମ୍ଭ ହେଉଛି ବଲାଙ୍ଗୀରର ଦ୍ୱନ୍ଦ୍ୱଭରା କାହାଣୀ। ତେବେ ପ୍ରଶ୍ନ ଉଠୁଛି, ଏମିତି କାହିଁକି ହେଲା? ଗୋଟେ ଜାଗାର ଅତୀତ ଏତେ ଗୌରବମୟ ଥିଲେ ବି ବର୍ତ୍ତମାନରେ ଏତେ ସଂଘର୍ଷ କାହିଁକି? ହୁଏତ ଏହାର ଉତ୍ତର ଆମକୁ ଇତିହାସର ପୃଷ୍ଠାରୁ ହିଁ ମିଳିବ। ଚାଲନ୍ତୁ ଟିକେ ପଛକୁ ଫେରିଯିବା। ବଲାଙ୍ଗୀରର ଇତିହାସ କିଛି 100-200 ବର୍ଷର ନୁହେଁ, ଏହା ହଜାର ହଜାର ବର୍ଷ ପୁରୁଣା। ଆଜିକୁ ପ୍ରାୟ 2500 ବର୍ଷ ତଳେ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଏହା ତୈତିଳ ଜନପଦ ନାଁରେ ଜଣାଶୁଣା ଥିଲା, ଆଉ ଏକ ବଡ଼ ବ୍ୟବସାୟିକ କେନ୍ଦ୍ର ଥିଲା। ତାପରେ ଆସିଲା 8ମ ଶତାବ୍ଦୀ। ସେତେବେଳକୁ ଏହା ତନ୍ତ୍ର ସାଧନାର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟି ସାରିଥିଲା। ଆଉ ତାପରେ ଚୌହାଣ ଶାସକମାନେ ଏଠାରେ ଗଢ଼ିଲେ ଶକ୍ତିଶାଳୀ ପାଟଣା ରାଜ୍ୟ। ମାନେ ପ୍ରତି ଯୁଗରେ ଏହି ମାଟିର ଗୁରୁତ୍ୱ କିଛି କମ୍ ନଥିଲା। ଆଉ ଆଧ୍ୟାତ୍ମିକତା କଥା କହିଲେ ତ ଏ ଜାଗାର ମହତ୍ୱ ଆହୁରି ବଢ଼ିଯାଏ। ରାଣୀପୁର ଝରିଆଲରେ ଅଛି ସେଇ ବିରଳ 64 ଯୋଗିନୀ ମନ୍ଦିର। ଭାବନ୍ତୁ ତ, ପୁରା ଭାରତରେ ଏମିତି ମାତ୍ର 5ଟା ମନ୍ଦିର ଅଛି, ଆଉ ସେଥିରୁ ଗୋଟିଏ ଆମ ବଲାଙ୍ଗୀରରେ। ଏଥିରୁ ଜଣାପଡ଼ୁଛି ଯେ ଏହି ଅଞ୍ଚଳ ତନ୍ତ୍ର ସାଧନା ପାଇଁ କେତେ ପ୍ରସିଦ୍ଧ ଥିଲା। ସେତେବେଳେ ଚୌହାନ ରାଜାମାନଙ୍କର ଶାସନ କେତେ ବିଶାଳ ଥିଲା ତାହାର ଅନ୍ଦାଜ ଲଗାଇ ପାରିବେ? ଆଜିର ଛତିଶଗଡ଼ର ରାୟଗଡ଼ରୁ ଆରମ୍ଭ କରି ଆମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବାମରା ପର୍ଯ୍ୟନ୍ତ ଏତେ ବଡ଼ ଥିଲା ପାଟଣା ରାଜ୍ୟ। ଏହା ପ୍ରକୃତରେ ଏକ ବଡ଼ ସାମ୍ରାଜ୍ୟ ଥିଲା। ଆଉ ଗୋଟିଏ କଥା ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ। ଆମେ ଭାବୁ ଯେ ଶିଳ୍ପ ସବୁ ଏବେ ଆସିଛି, କିନ୍ତୁ ବଲାଙ୍ଗୀରର କାହାଣୀ ପୁରା ଅଲଗା। ସ୍ୱାଧୀନତା ପୂର୍ବରୁ, ମାନେ 1948 ପୂର୍ବରୁ ହିଁ ସେଠାରେ ଟ୍ରାନ୍ସପୋର୍ଟ କମ୍ପାନୀ ଥିଲା, ଗ୍ରାଫାଇଟ୍ ଖଣି ଥିଲା, ଏପରିକି ଟାଇଲ୍ ଆଉ ଲୁଗା କାରଖାନା ବି ଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେତେବେଳେ ବି ଏ ଅଞ୍ଚଳ କେତେ ଆଗୁଆ ଥିଲା। ଏଠାକାର ରାଜନୈତିକ କାହାଣୀ ବି କିଛି କମ୍ ମଜାଦାର ନୁହେଁ। ପାଟନା ରାଜ୍ୟର ଯିଏ ଶେଷ ରାଜା ଥିଲେ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ସେ କେବଳ ରାଜଗାଦିରେ ବସି ରହିଲେନି। ଦେଶ ସ୍ୱାଧୀନ ହେବା ପରେ ସେ ରାଜନୀତିକୁ ଆସିଲେ, ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ହେଲେ। ରାଜାରୁ ମୁଖ୍ୟମନ୍ତ୍ରୀ, କେତେ ବଡ଼ ଯାତ୍ରା! ଆଚ୍ଛା, ଇତିହାସ କଥା ତ ବହୁତ ହେଲା, କିନ୍ତୁ କୌଣସି ବି ଜାଗାର ପ୍ରକୃତ ପରିଚୟ ତ ତାର ସଂସ୍କୃତିରୁ ହିଁ ମିଳେ, ଠିକ୍ ନା? ଆଉ ବଲାଙ୍ଗୀରର ସଂସ୍କୃତି ଆଜି ବି ସେମିତି ଜୀବନ୍ତ ଆଉ ରଙ୍ଗୀନ। ଆଉ ଏ ସଂସ୍କୃତିର ସବୁଠୁ ସୁନ୍ଦର ରୂପ ଦେଖିବାକୁ ମିଳେ ଏଠାକାର ଲୋକନୃତ୍ୟରେ। ଏଗୁଡ଼ିକ ଖାଲି ନାଚ ନୁହେଁ, ଏଗୁଡ଼ିକ ହେଉଛି ଏ ମାଟିର ଲୋକଙ୍କ ଜୀବନର ପ୍ରତିଛବି। ସେ ଡାଲଖାଇର ଜୋଶ ହଉ କି ରସରକେଲିର ମିଠାସ କିମ୍ବା କର୍ମା ନାଚର ତାଳ, ସବୁଥିରେ ଗୋଟେ ଅଲଗା କଥା, ଗୋଟେ ଅଲଗା ଅନୁଭବ। ଆଉ ଯଦି ଆମେ ପର୍ବ କଥା କହିବା, ତେବେ ନୂଆଖାଇ ବିନା ପଶ୍ଚିମ ଓଡ଼ିଶାର କଳ୍ପନା ହିଁ କରିହେବନି। ଏଇଟା ଖାଲି ଗୋଟେ ପୂଜା ନୁହେଁ, ଏଇଟା ହେଉଛି ସେଠାକାର ସବୁଠୁ ବଡ଼ ସାମାଜିକ ପର୍ବ। ନୂଆ ଫସଲକୁ ସ୍ୱାଗତ କରିବା, ପରିବାର ଆଉ ସମାଜ ସବୁ ଏକାଠି ହେବା, ଏହି ପରମ୍ପରା ହିଁ ତ ସମସ୍ତଙ୍କୁ ବାନ୍ଧି ରଖିଛି। ତେବେ ଏତେ ସମୃଦ୍ଧ ଇତିହାସ ଆଉ ସଂସ୍କୃତି ପରେ ଚାଲନ୍ତୁ ଏବେ ଆସିବା ବର୍ତ୍ତମାନ କଠୋର ବାସ୍ତବତା ଉପରକୁ। ଆଜିର ଆର୍ଥିକ ଚିତ୍ର କ'ଣ କହୁଛି? ଏଠିକାର ତଥ୍ୟ କିଛି ଅଲଗା କାହାଣୀ ବୟାନ କରେ। ପ୍ରଥମେ ଭାଷା କଥା ଦେଖିବା। 2011ର ଜନଗଣନା ଅନୁସାରେ ଏଠି ପ୍ରାୟ 78% ଲୋକ ଓଡ଼ିଆ କୁହନ୍ତି, ଆଉ ପ୍ରାୟ 20% ଲୋକ ସମ୍ବଲପୁରୀରେ କଥାବାର୍ତ୍ତା କରନ୍ତି। ଏହି ସମ୍ବଲପୁରୀ ଭାଷା ହିଁ ପଶ୍ଚିମ ଓଡ଼ିଶାକୁ ତାର ସ୍ୱତନ୍ତ୍ର ପରିଚୟ ଦେଇଥାଏ। କିନ୍ତୁ ଆର୍ଥିକ ସ୍ଥିତିକୁ ବୁଝିବା ପାଇଁ ଗୋଟିଏ ଶବ୍ଦ ହିଁ ଯଥେଷ୍ଟ, ଦାଦନ ଶ୍ରମିକ। ଏହି ଗୋଟିଏ ଶବ୍ଦ ଭିତରେ ବଲାଙ୍ଗୀରର ଆର୍ଥିକ ସଂଘର୍ଷର ପୁରା କାହାଣୀ ଲୁଚି ରହିଛି। ଯେତେବେଳେ ଲୋକମାନେ କାମ ପାଇଁ ନିଜ ଘର, ଗାଁ, ପରିବାର ଛାଡ଼ି ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୁଅନ୍ତି, ସେହି ସ୍ଥିତିକୁ ହିଁ ଏଠି ଦାଦନ କୁହାଯାଏ। ଏହା ସତରେ ଏକ ବହୁତ ବଡ଼ ସମସ୍ୟା।
ଆଉ ଏହାର କାରଣ ହେଉଛି ଦାରିଦ୍ର୍ୟ। ଗୋଟିଏ ରିପୋର୍ଟ ଅନୁସାରେ ଏକଥା ସାମ୍ନାକୁ ଆସିଛି ଯେ ଜିଲ୍ଲାର 90%ରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଭାବିଲେ ଦେହ ଶୀତେଇ ଯାଉଛି। ଏଥିରୁ ସହଜରୁ ଅନୁମାନ କରି ହେଉଛି ଯେ ଏଠାରେ ବିକାଶର ଆବଶ୍ୟକତା କେତେ ବେଶୀ। ହେଲେ ସବୁକିଛି ନିରାଶାଜନକ ନୁହେଁ। ଗୋଟେ ଭଲ ଖବର ବି ଅଛି। ଏଠାରେ ଛୋଟ ଛୋଟ ଶିଳ୍ପ, ଯାହାକୁ ଆମେ MSME କହୁ, ସେଥିରେ ଗୋଟେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦେଖନ୍ତୁ, 2008-9ରେ ମାତ୍ର 56ଟି ନୂଆ ୟୁନିଟ୍ ଖୋଲିଥିଲା, ଆଉ 2018-19 ବେଳକୁ ଏହି ସଂଖ୍ୟା ବଢ଼ି 3205ରେ ପହଞ୍ଚିଗଲା। ଏହା ନିଶ୍ଚିତ ଭାବେ ଏକ ବହୁତ ବଡ଼ ଆଶାର କିରଣ। ଆଉ ଏହି ଆଶାର କାରଣ ହେଉଛି ଏହାର ମାଟି। ବଲାଙ୍ଗୀରର ମାଟି ତଳେ ଯେଉଁ ସମ୍ପଦ ଲୁଚି ରହିଛି ତାହା ଅମୂଲ୍ୟ। ମ୍ୟାଙ୍ଗାନିଜ୍, ଗ୍ରାଫାଇଟ୍, ବକ୍ସାଇଟ୍, ଏପରିକି ମୂଲ୍ୟବାନ ପଥର କ'ଣ ନାହିଁ ଏଠି? ଯଦି ଏସବୁର ଠିକ୍ ଭାବରେ ବ୍ୟବହାର କରାଯାଇପାରିବ, ତେବେ ଏ ଜିଲ୍ଲାର ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗିବନି। ତେବେ ଏସବୁକୁ ଦେଖିଲା ପରେ ପ୍ରଶ୍ନ ଆସୁଛି ଯେ ଆଗକୁ କ'ଣ? ବଲାଙ୍ଗୀରର ଭବିଷ୍ୟତ କେଉଁ ଦିଗକୁ ଯିବ? ଏହାର ଉତ୍ତର ହୁଏତ ଏକ ନୂଆ ଐତିହ୍ୟ ଗଢ଼ିବାରେ ହିଁ ଲୁଚି ରହିଛି, ଯେଉଁଥିରେ ଅତୀତର ଗୌରବ ଆଉ ବର୍ତ୍ତମାନର ସମ୍ଭାବନା ଦୁଇଟାଯାକ ମିଶିଥିବ। ତେବେ ସିଧା କଥା ହେଉଛି ବଲାଙ୍ଗୀରର ଦୁଇଟି ଚେହେରା। ଗୋଟେ ପଟେ ତାର ସେହି ପ୍ରାଚୀନ ଐତିହ୍ୟ, ତନ୍ତ୍ରର କେନ୍ଦ୍ର, ରାଜା ମହାରାଜାଙ୍କ ଶାସନ ଆଉ ସେ ସମୟର ଶିଳ୍ପ, ଆଉ ଅନ୍ୟପଟେ ହେଉଛି ଆଧୁନିକ ସମ୍ଭାବନା, ପ୍ରଚୁର ଖଣିଜ ସମ୍ପଦ ଆଉ ଦ୍ରୁତଗତିରେ ବଢ଼ୁଥିବା ଛୋଟ ଛୋଟ ଉଦ୍ୟୋଗ। ଯଦି ଏ ଦୁଇଟାକୁ ଠିକ୍ ଭାବେ ଯୋଡ଼ି ଦିଆଯାଇପାରିବ, ତେବେ ଯାଇ ପ୍ରଗତିର ନୂଆ ରାସ୍ତା ତିଆରି ହେବ। ତେବେ ଶେଷରେ ଆମେ ସେହି ମୂଳ ପ୍ରଶ୍ନ ପାଖକୁ ଫେରିଆସୁଛେ। କ'ଣ ବଲାଙ୍ଗୀରର ଏହି ଗୌରବମୟ ଇତିହାସ ତାର ଭବିଷ୍ୟତ ପାଇଁ ଇନ୍ଧନର କାମ କରିପାରିବ? କ'ଣ ଅତୀତରୁ ପ୍ରେରଣା ନେଇ ଏହା ବର୍ତ୍ତମାନର ସବୁ ସମସ୍ୟାକୁ ପାର କରି ଏକ ସୁନେଲି ଭବିଷ୍ୟତ ଗଢ଼ିପାରିବ? ଏହାର ଉତ୍ତର ହୁଏତ ଆଗାମୀ ସମୟ ଆଉ ସେଠାକାର ଲୋକମାନେ ହିଁ ଦେବେ।